ଦେଖିବା ପ୍ରଥମ ପିତର 2 ଅଧ୍ୟାୟ ଏହାର 3 ପଦ। ପ୍ରଥମ ପିତର 2 ଅଧ୍ୟାୟର 3 ପଦ ଆମେ ଦେଖୁଥିଲୁ। ଓକେ, ଠିକ ପଢିବେ ସସ୍ମିତା ସିଷ୍ଟର। ନବଜାତ ଶିଶୁ ତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ନାଇଁ, ପାନ କରିବାକୁ 4 ପଦ ପଢନ୍ତୁ। ଜୀବନ୍ତ ପ୍ରସ୍ତର ସ୍ୱରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେଲେ ସତ, କିନ୍ତୁ ଈଶ୍ୱରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି। ଆମ ପାଇଁ ବହୁମୂଲ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତାଙ୍କ ଠାରୁ ଆଉ ବହୁମୂଲ୍ୟ ବିଷୟ କିଛି ନାହିଁ। ଇସ୍କାରିୟତ ଜିହୁଦା ପାଇଁ ବହୁମୂଲ୍ୟ ଥିଲା 30ଟା ରୌପ୍ୟ ମୁଦ୍ରା। ସେଇଟାରେ ସେ ଯୀଶୁ ଖ୍ରୀଷ୍ଟଙ୍କୁ ବିକି ଦଉଛି। ଯୀଶୁ ଖ୍ରୀଷ୍ଟ ତାଙ୍କ ପାଇଁ ଏତେ ଶସ୍ତା 30ଟା ରୌପ୍ୟ ମୁଦ୍ରାରେ ଯୀଶୁ ଖ୍ରୀଷ୍ଟଙ୍କୁ ବିକୁଛନ୍ତି। କାହିଁକି? ସେ ଯୀଶୁ ଖ୍ରୀଷ୍ଟଙ୍କର ମୂଲ୍ୟକୁ ବୁଝି ନାହାନ୍ତି। ଇସ୍ରାଏଲ ଲୋକମାନଙ୍କୁ କହିଲେ ତମକୁ ଯୀଶୁ ଦରକାର ନା ବାରବ୍ବା ଦରକାର? ସେମାନେ ବିଲକୁଲ ହେଲେ ଆଉ ଭାବି ନାହାନ୍ତି। ସାଙ୍ଗେ ସାଙ୍ଗେ କହିଲେ ନାଇଁ, ଯୀଶୁଙ୍କୁ କ୍ରୁଶରେ ଚଢାଅ, ଆମକୁ ବାରବ୍ବା ଦରକାର। ଯୋଉ ପରମେଶ୍ୱରଙ୍କୁ, ଯୋଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଅଗ୍ରାହ୍ୟ କଲେ, ଆଜି ଯାଏ କାନ୍ଦୁଛନ୍ତି, ଆଜି ଯାଏ ଶାନ୍ତିରେ ନାହାନ୍ତି, ଆଜି ଯାଏ ଅଶାନ୍ତିରେ ଅଛନ୍ତି। ଏତେ ବର୍ଷ ଧରି ନିଜ ଦେଶରେ ନଥିଲେ, ଇଆଡେ ସିଆଡେ ପରଦେଶୀ ହେଇକିନା ବୁଲୁଥିଲେ, ଏବେ ଦେଶରେ ଆଇଲେ ମଧ୍ୟ ଶାନ୍ତି କି? ନୋବେଲ ପୁରସ୍କାର ଗଦା ପାଇଛନ୍ତି, ଅନେକ ସାଇଣ୍ଟିଷ୍ଟ ଅଛନ୍ତି, ଅନେକ ଡକ୍ଟର ଅଛନ୍ତି, ଅନେକ ପ୍ରକାର ଜ୍ଞାନୀ ଲୋକମାନେ ଅଛନ୍ତି, ମାତ୍ର ସବୁବେଳେ ଗଣ୍ଡଗୋଳ, ସବୁବେଳେ ଅଶାନ୍ତି। କାହିଁକି? ସେମାନେ ବହୁମୂଲ୍ୟ ବିଷୟ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ତାଙ୍କୁ ସେ ଅସ୍ୱୀକାର କଲେ, ତାଙ୍କୁ ସେ କ୍ରୁଶରେ ଚଢେଇ ଦେଲେ। ଆଉ ଯୋଉ ପରିବାରରେ କଣର ପ୍ରଧାନ ପ୍ରସ୍ତର ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ତାଙ୍କୁ ଯୋଉମାନେ ସାଇଡ କରିବେ, ସେ ପରିବାରର ପରିସ୍ଥିତି କଣ ହେବ? ତେବେ ଆମର ଜୀବନରେ ସବୁଠୁ ବହୁମୂଲ୍ୟ ବିଷୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରଥମ ଶତାବ୍ଦୀରେ ଲୋକମାନଙ୍କୁ ପଚରା ଯାଉଥିଲା, କୁହ କିଏ ରାଜା, ଯୀଶୁ ନା କାଇସର? ଯଦି କହିଥାନ୍ତେ କାଇସର ରାଜା, ତାହେଲେ ବଞ୍ଚି ଯାଇଥାନ୍ତେ। ସେମାନଙ୍କର ବେକ ଉପରେ ଖଣ୍ଡା ରଖି କହିଲେ, କିଏ ରାଜା କୁହ? ସେମାନେ ଗୋଟେ କଥା କହିଲେ, ଯୀଶୁ ଆକା ରାଜା ଅଟନ୍ତି, ଯୀଶୁ ଆକା ପ୍ରଭୁ ଅଟନ୍ତି। ଯୀଶୁଙ୍କୁ ହିଁ ସେମାନେ ନିଜର ପ୍ରଭୁ ଭାବରେ ଗ୍ରହଣ କଲେ। ପ୍ରିୟମାନେ, ତେବେ କାହିଁକି? ଯୀଶୁ ଯେ କେତେ ବହୁମୂଲ୍ୟ ତାଙ୍କୁ ଜଣା। ସେଥିପାଇଁ ସେମାନେ ସବୁ ଯାଉ, ମୋର ଯୀଶୁ ଥାଉ, ଏଇଟା ସେମାନେ କହିଲେ। ଆଜିର ଉଲ୍ଟା, ସବୁ ନେଇ ମତେ ଯୀଶୁ ଧନ ଦେ, ଯୋଉ ବଢିଆ ଗୀତ ଅଛି, ଆଜିର ଉଲ୍ଟା ସେଟା। ହଁ, ଯୀଶୁ ନେଇକିନା ମତେ ସବୁ ଦିଅ। ଗୋଟେ ଛୋଟିଆ ଚାକିରି ପାଇବା ପାଇଁ, ହଁ, ସେ କେତେ ଦିନର ଚାକିରି ସେଟା। ଗୋଟେ ସାଧାରଣ ଗୋଟେ ଚାକିରି ପାଇବା ପାଇଁ ଯୀଶୁଙ୍କୁ ବିକୁଛନ୍ତି। ଗୋଟେ ପୁଅ ପାଇବା ପାଇଁ ରେଡି ଲଗେଇବା ପାଇଁ, ମତେ ଦରକାର ସେଇଟା। ହଁ, କି ଅବସ୍ଥା ଆମର ଲୋକମାନଙ୍କର। ଗୋଟେ ପଦ ପଢିବେ ମୋ ସହିତ ସିଷ୍ଟର, ପଢନ୍ତୁ। ଏବ୍ରି ପୁସ୍ତକ 11 ଅଧ୍ୟାୟ 24 ପଦ ପଢ। ବିଶ୍ୱାସ ଦ୍ୱାରା ମୋଶା ବୟସ ପ୍ରାପ୍ତ ହେଲା ଉତ୍ତାରେ ହାରଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ। ନାସ୍ତି ବୋଲେ ନାଇଁ ବୋଲେ କହିଲେ, ମତେ ଫାରଙ୍କର କନ୍ୟାର ପୁତ୍ର ହେବାର ନାହିଁ ବୋଲେ। ଜଗତର ସବୁଠାରୁ ଉଚ୍ଚ ପଦ ସେଇଟା। ଯୋଉ ପଦ ପାଇବା ପାଇଁ ଆଜି ଲୋକମାନେ ସବୁ ଛାଡିବା ପାଇଁ ପଛଘୁଞ୍ଚା, କାହାକୁ ହତ୍ୟା କରିବା ପାଇଁ, ମିଛ କହିବା ପାଇଁ, ଠକିବା ପାଇଁ, ଗୋଟେ ଉଚ୍ଚ ପଦ ପାଇବା ପାଇଁ। ମାତ୍ର ମୋ ଭାଷାରେ କହିବାକୁ ଗଲେ, ମଶା ଲାତ ମାରିଦେଲେ ଦରକାର ନାହିଁ ଏ ପଦ, ମତେ ଏଇ ସମ୍ମାନ ଦରକାର ନାହିଁ, ମତେ ଯୀଶୁ ଆକା ଦରକାର, ମତେ ପ୍ରଭୁ ଆକା ଦରକାର। ଦେଖନ୍ତୁ, ଏତେ ଉଚ୍ଚ ପଦକୁ ମଶା ଚିହ୍ନିଥିଲେ। ସେଥିପାଇଁ ସେମାନେ ସେ ସବୁ ଯାକକୁ ଲାତ ମାରିଦେଲେ। ଦରକାର ନାହିଁ ସବୁ ଯାକ ଏଇଟା, କାରଣ ଯୀଶୁ ଖ୍ରୀଷ୍ଟଙ୍କର ଭ୍ୟାଲ୍ୟୁ ସେମାନଙ୍କୁ ଜଣା। ସେମାନଙ୍କୁ, ଆମେ ଯୀଶୁ ଖ୍ରୀଷ୍ଟଙ୍କର ଭ୍ୟାଲ୍ୟୁ ଜାଣିଛୁ ଆମେ। ସେଥିପାଇଁ ଏଇ ଯୋଉ 4ଟା ଅଧେ ସମୟରେ ଆମେ ଜୁମ ରେ ଆସୁ, ଏଇଟା ଶୋଇବା ସମୟ, ଏଇଟା ମସ୍ତ କି ଏଇଟା ଗୋଟେ ବଢିଆ ନିଦ ନେବାର ସମୟ। ତା ପଛେ 5ଟା ଅଧେରେ ଉଠିକିନା ଚା ଅଛି ବୋଲି ପଚାରିକିନା ଟିକେ ଚା ପିଇବା ସମୟ। ମାତ୍ର ଏଇ ସମୟରେ ଆମେ ଆସୁଛୁ। ଆମେ କାହିଁକି ଆସୁଛୁ? ପ୍ରିୟମାନେ, ଯେଉଁ ସମୟରେ ଆମେ ପାପରେ ଥିଲୁ, ଯୋଉ ସମୟରେ ଆମେ ହତାଶରେ ଥିଲୁ, ନିରାଶରେ ଥିଲୁ, ସେଇ ସମୟରେ ବନ୍ଧୁବାନ୍ଧବ ଆସିଲେ ନାହିଁ, ସେଇ ସମୟରେ ଆମର ଟଙ୍କା ଆସିଲା ନାହିଁ, ସେଇ ସମୟରେ ଆମକୁ ହ୍ୱାଟ୍ସଆପ ଫେସବୁକ ଆଇଲେ ନାହିଁ, ସେଇ ସମୟରେ ଆମକୁ ଉଦ୍ଧାର କରିବା ପାଇଁ ଆମ ଯୀଶୁ ଆସିଲେ। ସେଥିପାଇଁ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଆମ ଜୀବନରେ ଆମେ ଟପରେ ଆମେ ରଖିଛୁ।
ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଜାଣିଛୁ, ଚିହ୍ନିଛୁ। ଆମେ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଯେ କେତେ ବହୁମୂଲ୍ୟ ଏଇଟା ଆମେ ବୁଝୁଛୁ। ଆମେ ସେଥିପାଇଁ ଆମେ ସବୁ ନେଇଯାଅ, ମାତ୍ର ଆମକୁ ଯୀଶୁ ଦିଅ, କାହିଁକି ଯୀଶୁଙ୍କର ମୂଲ୍ୟ ଆମେ ବୁଝିଛୁ। ଆମେ ପ୍ରଭୁଙ୍କର ସ୍ତୁତି ହେଉ। ସେଥିପାଇଁ ସେ ଈଶ୍ୱରଙ୍କ ଦୃଷ୍ଟିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବହୁମୂଲ୍ୟ ଅଟନ୍ତି। ଆଉ ଆମ ଦୃଷ୍ଟିରେ କେମିତି, ଆମ ପାଇଁ କେମିତି? ଲାଉଦିକିଆର ମଣ୍ଡଳୀର ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ କବାଟ ବାହାରେ କାଢିକିନା ସାମୋ ସେହେଲ ଚାରୋ ପହର ଗୀତ ଗାଉଛନ୍ତି। ହଁ, ହଁ, ମେରେ ୟେଶୁ କି ଆରାଧନା। ଯୀଶୁ ଅଛନ୍ତି ବାହାରେ, ଭିତରେ ଚାଲିଛି ସାମୋ ସେହେର ଚାରୋ ପହର। ୟେଶୁ, କେତେ ଦୁଃଖର ବିଷୟ ଏଇଟା, ଯାକ ବୁଝନ୍ତୁ ପ୍ରିୟମାନେ। ଯୋଉ ପରମେଶ୍ୱରଙ୍କର ସ୍ତୁତି ଆରାଧନା କରୁଛନ୍ତି, ସେ ପରମେଶ୍ୱର କବାଟ ବାହାରେ ରଖିକି ଠକ୍ 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 ମାରୁଛନ୍ତି। କହୁଛନ୍ତି ଯୀଶୁ ତୁମକୁ ଦରକାର ନାହିଁ, ଆମ ପାଖରେ ସବୁ କିଛି ଅଛି। ପ୍ରଭୁଙ୍କର ସ୍ତୁତି ହଉ ଯେ ପରମେଶ୍ୱର ଆମକୁ ଯୀଶୁଙ୍କର ମୂଲ୍ୟକୁ ବୁଝାଇଛନ୍ତି, ଯାହା ଦ୍ୱାରା କି ଆମେ ସାମୋ ସେହେର ଚାରୋ ପହର କୁହନ୍ତୁ, ସନ୍ଧ୍ୟାରେ କୁହନ୍ତୁ, ରାତିରେ କୁହନ୍ତୁ, ସକାଳେ କୁହନ୍ତୁ, ସବୁବେଳେ ରେଡି, ସବୁବେଳେ ରେଡି। ମୁଁ ଯେତେବେଳେ ପଞ୍ଚଳାରୁ ଫେରିକିନା, ଲକ୍ଷ୍ମୀପୁରରୁ ଫେରିକିନା ମୁଁ ଯେତେବେଳେ କୋରାପୁଟ ଆସୁଥିଲି, ସେତେବେଳେ ସନ୍ଧ୍ୟା 6ଟା ଅଧେ ଏମିତି ହେବ, ମୋର ଆକ୍ସିଡେଣ୍ଟ ପଞ୍ଚଳାରେ ହେଇଗଲା। ସ୍କୁଟିରେ ଏକଲା ଆସୁଥିଲି, ଆକ୍ସିଡେଣ୍ଟ ହେଇଗଲା, ମୃତ ଅବସ୍ଥାରେ ପଡିଥିଲି। ସେଇ ସମୟରେ ମୋ ମା ବାପା କେହି ମତେ ଉଦ୍ଧାର କରିବା ପାଇଁ ଆସିଲେନି, କାହିଁ ଜାଣିନାହାନ୍ତି। ମୋର ଫୋନ ଭାଙ୍ଗି ଯାଇଛି, ମୁଁ କାହାକୁ କଣ୍ଟାକ୍ଟ କରିପାରୁନାହିଁ, ମୃତ ଅବସ୍ଥାରେ ମେନ୍ ରୋଡରେ ପଡିଥିଲି, କିଏ ଉଠେଇଲେ ନାହିଁ। ମତେ ଯୀଶୁ ଉଠେଇଲେ, ମୋ ଯୀଶୁ ରକ୍ଷା କଲେ, ତାଙ୍କ ଦୂତ ପଠେଇ ମତେ ସାହାଯ୍ୟ କଲେ। ଆଉ କାହା ପାଇଁ ବଞ୍ଚିବୁ ଆମେ? ଆଉ କାହା ପାଇଁ ବଞ୍ଚିବୁ ଆମେ? ଯୀଶୁ ଆମ ପାଇଁ ସବୁ କିଛି। ସବୁ ଜାଗାରେ ମା ନଥିବେ, ସବୁ ଜାଗାରେ ବାପା ନଥିବେ, ସବୁ ଜାଗାରେ ଧନ ନଥିବ, ବନ୍ଧୁବାନ୍ଧବ ନଥିବେ, ମାତ୍ର ସବୁ ଜାଗାରେ ଆମର ପ୍ରଭୁ ଥିବେ। ସେ ସବୁ ଜାଗାରେ ଥିବା ପରମେଶ୍ୱର ସେ ଅଟନ୍ତି। ସେଇ ପରମେଶ୍ୱରଙ୍କୁ ବହୁମୂଲ୍ୟ, ପ୍ରେସିୟସ୍, ସବୁ ଯାଉ, ଜୀବନ ମଧ୍ୟ ଯାଉ, ଯୀଶୁଙ୍କ ଠାରେ ଆମର ସେ ବିଶ୍ୱାସ ସ୍ଥିର ରହୁ। ପ୍ରଭୁଙ୍କର ସ୍ତୁତି ହଉ। ଆମର ଜୀବନ ଶୈଳୀ ସେମିତି, କାରଣ ଆମେ ଯୀଶୁଙ୍କର ମୂଲ୍ୟକୁ ଆମେ ବୁଝିଛୁ। ମୁଁ ଆଜି ଆପଣଙ୍କୁ ଦ୍ୱିତୀୟ ବହୁମୂଲ୍ୟ ବିଷୟ କହିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ଦ୍ୱିତୀୟ ପିତର ଖୋଲିବେ, ଦ୍ୱିତୀୟ ପିତର 1 ଅଧ୍ୟାୟ ପଢିବା, 3 ପଦ 4 ପଦ, ଏ ଦିଟା ପଦ ପଢିବା ଟିକେ। ଯେ ଆପଣା ଗୌରବ ଓ ସଦ୍ଗୁଣରେ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ୱରିକ ଶକ୍ତି ଆମମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି। ତ ହୁଁ। ଦ୍ୱାରା ସେ ଆମମାନଙ୍କୁ ବହୁମୂଲ୍ୟ ଓ ଅତି ମହତ୍ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେଇ ସବୁ ଦ୍ୱାରା ତୁମେମାନେ କୁ ଅଭିଳାଷରୁ ଜାତ ଯେଉଁ ବିନାଶ ଜଗତରେ ଅଛି, ସେଥିରୁ ରକ୍ଷା ପାଇ ଐଶ୍ୱରିକ ସ୍ୱଭାବର ସହଭାଗୀ ହୁଅ। ଏଠି ଆଉ ଗୋଟେ ବହୁମୂଲ୍ୟ ବିଷୟ ଦେଖୁଛୁ ଆମେ। ଦେଖାଯାଉଛି ତଦ୍ୱାରା ସେ ଆମ୍ଭମାନଙ୍କୁ ବହୁମୂଲ୍ୟ, ଶସ୍ତାଟା ନାହିଁ, ବହୁମୂଲ୍ୟ ଓ ଅତି ମହତ୍ ପ୍ରତିଜ୍ଞା ମାନ ଦାନ କରିଛନ୍ତି। ପରମେଶ୍ୱର ଏ ଯୋଉ ବାଇବଲ ଆମକୁ ଦେଇଛନ୍ତି, ଏ ବାଇବଲ ଗୋଟେ ସାଧାରଣ ପୁସ୍ତକ ନାହିଁ। ଏଇ ପୁସ୍ତକରେ ପରମେଶ୍ୱର ବହୁମୂଲ୍ୟ ପ୍ରତିଜ୍ଞା ଗୁଡିକ ଦେଇଛନ୍ତି। ମୁଁ ପ୍ରତିଜ୍ଞା ଗୁଡିକ କେମିତି ଦେଖେ? ଗୋଟେ ଚେକ୍, କୌଣସି ବ୍ୟକ୍ତି ଯଦି ଆମକୁ ଗୋଟେ ଚେକ୍ ଦେଲା, ଏଇଟା 10,000 ଟଙ୍କାର ଚେକ୍, ହଁ, ଦାନ୍ତ ନଥିଲେ ମିଶା ହସ ଲାଗିବ ଆମକୁ, କେତେ ଖୁସି ଲାଗିବ ଆମକୁ, ୱାହା 10,000 ର ଚେକ୍। ହଁ, ଯଦି କହିବେ ଏଇଟା ହଉଛି ନାଇଁ, ଏଇଟା ହଉଛି 1 ଲାଖ ର ଚେକ୍ ବୋଲି କହିଲେ ତ ଡ୍ୟାନ୍ସ ଷ୍ଟାର୍ଟ ହେଇଯିବ। ୱାଓ, ଇଏ କି ନାଚ ଆମର ହେବ। ସେମିତି ପରମେଶ୍ୱର ଆମକୁ ବହୁମୂଲ୍ୟ ଚେକ୍ ଯାକ ଦେଇଛନ୍ତି, ପ୍ରତିଜ୍ଞା ଗୁଡିକ ଦେଇଛନ୍ତି। ଆଉ କଣ, ଆମେ ସେ ପ୍ରତିଜ୍ଞାକୁ ଆମେ ଜାଣିନୁ। ଆମେ ଥରେ କଣ ହେଇଛି, ଜଣେ ଅ ବୁଢୀ ମାଙ୍କର ପୁଅ, ସେ ବିଦେଶରେ ଅଛନ୍ତି। ଆଉ ବିଦେଶରେ ରହିବା ସମୟରେ ମାଙ୍କର ଗୋଟେ ପୁରୁଣା ଘର, ଗୋଟେ ଝୋପଡି କୁଡିଆ ଟାଇପ ର ଘର। ଆଉ ସେ ପ୍ରତିବର୍ଷ ତାଙ୍କୁ ଗୋଟେ ଚିଠି ପଠାନ୍ତି, ଗୋଟେ ମନି ଅର୍ଡର ପଠାନ୍ତି। ଆଉ ସେଇ ମା ସେଇ ମନି ଅର୍ଡରକୁ ଧରିବେ ଆଉ ରଖିଦେବେ, ଧରିବେ ରଖିଦେବେ, ଧରିବେ ରଖିଦେବେ। ଆଉ ବହୁତ ରାଗି ଯାଉଥିବେ, ଏତେ ପଇସା ଖର୍ଚ୍ଚ କରି ମୋ ପୁଅକୁ ବିଦେଶକୁ ପଠେଇଲି, ସେ ଏତେ ଟଙ୍କା କମଉଛି, ମୁଁ ଏଠି ଗୋଟେ ସାଧାରଣ କୁଡିଆ ଘରେ ଅଛି, ମାତ୍ର ମୋ ପାଇଁ ସେ କିଛି କରୁନାହିଁ, କିଛି କରୁନାହିଁ। କିଛି ଦିନ ଗଲା ପରେ ପୁଅ ଆସିଲେ,
ପୁଅ ଆସିବାକୁ ମାଙ୍କର ରାଗ। ହଁ, ଆମ ଭାଷାରେ କଣ କଣ ରାଗ ହୁଏ। କୁଳାଙ୍ଗର ପରି ଜନ୍ମ ହେଇଛୁ, ଲାଜ ଟିକେ ଲାଗୁନାହିଁ। ଏତେ ପରିଶ୍ରମ କରି ପଢେଇଛି, ତତେ ପାଠ ପଢେଇକିନା ଚାକିରି କରୁଛୁ, କିଛି ପଇସା ପଠଉନୁ। ଦେଖିଲା ବେଳେ ସେ ପଇସା ପଠଉନି, ପ୍ରତି ମାସରେ ତ ପଠଉଥିଲି, କଣ ପଠଉଥିଲୁ ଦେଖେ। ସେ କଣ କରିଛି, ସେଇ ଯୋଉ ଚେକ୍ ଯାକ ଦେଇଥିଲେ, ସେ ଚେକ୍ ରେ ଅଠା ଲଗେଇ କାନ୍ଥରେ ସବୁ ଯାକ ଗୋଟେ 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 ଲଗେଇଛି ସେ। ଆଉ ସେ ମାକୁ କଣ ଦରକାର, ଏଇ ଚେକ୍ ଟାକୁ ନେଇକିନା ବ୍ୟାଙ୍କରେ ଦେଲେ ପଇସା ମିଳିବ, ତାଙ୍କୁ କିଛି ଜଣା ନାହିଁ। ଆଜି ଅନେକ ଖ୍ରୀଷ୍ଟିଆନ ମାନଙ୍କର ମଧ୍ୟ ସେଇ ପ୍ରକାର ପରମେଶ୍ୱର ଯେଉଁ ପ୍ରମିସ ଗୁଡିକ ଆମକୁ ଦେଇଛନ୍ତି, ଖାଲି କାନ୍ଥରେ ଏକା ଟଙ୍ଗେଇକିନା ରଖିଛନ୍ତି, ମାତ୍ର ତାକୁ କେସ୍ କରୁନାହାନ୍ତି। ସେଥିପାଇଁ ଲେଖାଯାଏ ଯେ ପିତର କହୁଛନ୍ତି ପରମେଶ୍ୱର ଆମକୁ ବହୁମୂଲ୍ୟ ପ୍ରତିଜ୍ଞା ଦେଇଛନ୍ତି। ଗୋଟେ ସାଧାରଣ ମଶା ଯେମିତି ପ୍ରତିଜ୍ଞା ଦେଲେ, ଓ ସେଇ ପ୍ରକାର ପ୍ରତିଜ୍ଞା ଦେଇନାହାନ୍ତି। ଆମ ଖ୍ରୀଷ୍ଟ ଯୋଉ ପ୍ରକାର ବହୁମୂଲ୍ୟ ପ୍ରତିଜ୍ଞା ଗୁଡିକ ଦେଇଛନ୍ତି, ସେଇ ପ୍ରତିଜ୍ଞା ଗୁଡିକ ଦେଇଛନ୍ତି ପ୍ରିୟମାନେ। ଆଉ ଏଇ ଯୋଉ ପ୍ରତିଜ୍ଞା ଗୁଡିକକୁ ଗୋଟେ ଖ୍ରୀଷ୍ଟିଆନ ଯଦି ଜାଣିବ, ତାହେଲେ ତାର ଜୀବନ ଏତେ ସହଜ ହେଇଯିବ, ଏତେ ସହଜ ହେଇଯିବ। ଗୋଟେ ପଦ ପଢିବେ ମୋ ସହିତ, ଦ୍ୱିତୀୟ କରନ୍ତୀୟ ପୁସ୍ତକ, ଦ୍ୱିତୀୟ କରନ୍ତୀୟ 1 ଅଧ୍ୟାୟର 20 ପଦ ପଢିବେ। ଯେଣୁ ଈଶ୍ୱରଙ୍କର ଯେତେ ପ୍ରତିଜ୍ଞା ସେ ସମସ୍ତର ହଁ ତାହାଙ୍କ ଠାରେ ଅଛି। ସେଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍ କହିଥାଉ। କହିଥାଉ। ଯେତିକି ଯାକ ପ୍ରତିଜ୍ଞା ଈଶ୍ୱର କରିଛନ୍ତି, ସେଇଟାର ହଁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛି। ଯୀଶୁ ଖ୍ରୀଷ୍ଟଙ୍କୁ ଛାଡିଦେଲେ କୌଣସି ପ୍ରତିଜ୍ଞା ଆମେ ପାଇପାରିବା ନାହିଁ। ପ୍ରତ୍ୟେକ ପ୍ରତିଜ୍ଞାକୁ ସେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ରଖିଛନ୍ତି। ସେଥିପାଇଁ ଆମର କାମ କଣ, ସେ ପ୍ରତିଜ୍ଞାକୁ ଆମେ ଆମେନ୍ କହିବାର ଅଛି, ଆମେନ୍ କହିବାର ଅଛି। ଆମେ ବହୁତ ବିଷୟ ଗୁଡିକକୁ ଆମେନ୍ କହୁ। ତୁମ ଲଟରୀ ଫୁଟିଯିବ, ଆମେନ୍ ଆମେ କହିଦଉ। ତୁମକୁ ଗୋଟେ ପୁଅ ହେଇଯିବ, ଆମେ ଆମେନ୍ କହିଦଉ। ମାତ୍ର ପ୍ରତିଜ୍ଞା ଗୁଡିକ ହେଲା ବେଳେ ଆମେ ବୁଝୁନୁ ଆମେ ସେ ପ୍ରତିଜ୍ଞା ଗୁଡିକ। କାରଣ ଈଶ୍ୱରଙ୍କର ଯେତେ ପ୍ରତିଜ୍ଞା ଅଛି, ସବୁର ହଁ, ୟେସ୍, ଆମେନ୍ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛି। ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛୁ। ଆଉ ସେଇ ପ୍ରତିଜ୍ଞା ଗୁଡିକର ଆମେ ଅଧିକାରୀ। ଦୁନିଆ ଲୋକ ପାଇଁ ସେ ପ୍ରତିଜ୍ଞା ନାହିଁ, ଆମ ପାଇଁ ସେ ପ୍ରତିଜ୍ଞା ସେ ରଖିଛନ୍ତି। ମୁଁ କେତେଟା ପ୍ରତିଜ୍ଞା ଆପଣ ମାନଙ୍କୁ କହିବି, ଯୋଉଟା କି ମୋର ଲାଇଫକୁ ଚେଞ୍ଜ କରିଦେଲା। ଗୋଟେ ପଦ ପଢିବା, ମୋ ସହିତ ପ୍ରେରିତ ପୁସ୍ତକ ବାହାର କରିବେ। କି ଭୟଙ୍କର ପ୍ରତିଜ୍ଞା ଗୁଡିକ, 16 ଅଧ୍ୟାୟ 30 ପଦରୁ ପଢିବା। ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ହୁଁ ମହାଶୟ ମାନେ ପରିତ୍ରାଣ ପାଇବା ନିମନ୍ତେ ମତେ କଣ କରିବାକୁ ହେବ? ହୁଁ ସେମାନେ କହିଲେ, ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। ଓକେ, ପରେ ଏଇ ସେମାନେ ଜାଗାରେ ହଁ ଏତିକି ଏକା। ହେଲେ ଆମେ ଜାଣିଛୁ ପାଉଲ ଓ ଶିଲାଙ୍କୁ କାରାଗାରରେ ନେଲେ, ନିର୍ଧୁମ ମାରିଛନ୍ତି। ଆଉ ସେ ମାଡ ଅବସ୍ଥାରେ ହିଁ ସେମାନେ ପ୍ରଭୁଙ୍କ ନିକଟରେ ଆରାଧନା କରୁଛନ୍ତି, କାରାଗାରରେ ଆରାଧନା କରୁଛନ୍ତି। ପ୍ରିୟମାନେ, ଏମାନେ କାରାଗାରକୁ ଜେଲ କରିଦଉଛନ୍ତି, ବୋଲେ ଜେଲଟାକୁ ଚର୍ଚ୍ଚ କରିଦଉଛନ୍ତି। ଆଜିର ବିଶ୍ୱାସୀ ମାନେ ଚର୍ଚ୍ଚକୁ ଜେଲ କରୁଛନ୍ତି। ପୁରା ବନ୍ଧନରେ ଥିଲା ପରି ତାଳି ମାରେ ନାଇଁ, ବିରାଟ କୋହଲି 6 ମାରିଲେ ତାଳି ମାରିବି ମୁଁ। ଆମର ଖ୍ରୀଷ୍ଟିଆନ ବୁଦ୍ଧି ଏଇଟା ହେଲା, ବୁଝନ୍ତୁ। ଏଇଟା ଯଦି ଆମର ଜଣେ ବୋଲର ୱିକେଟ ନେଇଗଲା, ମିଡଲ ଷ୍ଟମ୍ପ ଉଡେଇ ଦେଲା, ଓ ତାଳିରେ ତାଳି ତାଳି। ହଁ, କୋଉ ଗୋଟେ ରାଜନେତା ଗଲା ବେଳେ ତା ପାଇଁ ତାଳି, ଓ ଜୟ ଜୟ ଜୟ, କି ଜୟ ଏମାନଙ୍କର। ପ୍ରିୟମାନେ, ଆମର ଏଇ ଜାଗାରେ ଯୋଉ ପାଉଲ ଶିଲା କାରାଗାରରେ ରହି ଯେମିତି ଆରାଧନା କଲେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା। ସ୍ପେଶାଲ ଧରଣର ଭୂମିକମ୍ପ ହେଲା, ଯୋଉ ଭୂମିକମ୍ପ କି ଦୁନିଆ ହେଉନାହିଁ। ଦୁନିଆରେ ଯୋଉ ଭୂମିକମ୍ପ ହେଲେ ଘର ଭାଙ୍ଗୁଛି, ସମ୍ପତ୍ତି ନଷ୍ଟ ହଉଛନ୍ତି, ମଣିଷ ମରୁଛନ୍ତି। ଏଇ ଯୋଉ ଭୂମିକମ୍ପରେ କଣ ହଉଛି, ବନ୍ଧନ ଗୁଡିକ ଖୋଲୁଛି। ସେଥିପାଇଁ ମୁଁ ସବୁବେଳେ ଚର୍ଚ୍ଚରେ କହେ, ଗୋଟେ ଭୂମିକମ୍ପ ୱର୍ସିପ କରୁନ। ଲୋକମାନେ ବିଭିନ୍ନ ପ୍ରକାର ବନ୍ଧନରେ ଚର୍ଚ୍ଚକୁ ଆସୁଛନ୍ତି। ଯୋଉ ସମୟରେ ଆରାଧନା ହେବ, ସମସ୍ତଙ୍କର ବନ୍ଧନ ଗୁଡିକ ଯୀଶୁଙ୍କ ନାମରେ ଫିଟିଯିବ। ହଁ, ବହୁତ ପ୍ରକାର ବନ୍ଧନ, ଟିଭିର ବନ୍ଧନ, ମୋବାଇଲର ବନ୍ଧନ, ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡର ବନ୍ଧନ, ଏତେ ପ୍ରକାର ବନ୍ଧନ, ଲୋଭର ବନ୍ଧନ। ୱର୍ସିପ, ଏବେ ଖ୍ରୀଷ୍ଟିଆନ ଲାଇଫରେ ୱର୍ସିପକୁ ଆମେ ଗୁରୁତ୍ୱ ଆମକୁ ଦେବାର ଅଛି। କାହିଁକି ନା ସେମାନେ କାରାଗାରରେ ରହିଛନ୍ତି, ହାତକୁ ବନ୍ଧା, ଗୋଡକୁ ବନ୍ଧା, ପିଠି ସାରା ରକ୍ତ ଝରୁଛି, ଆରାଧନା ଯେତେବେଳେ କରିଛନ୍ତି,
ଗୋଟେ ସ୍ପେଶାଲ ଧରଣର ଭୂମିକମ୍ପ ହେଲା, ବନ୍ଧନ ମୁକ୍ତ ହେଇଗଲା। ବନ୍ଧନ ମୁକ୍ତ ଯେତେବେଳେ ହେଉଛନ୍ତି, ଏମାନେ ଶୋଇଥିଲେ ଉଠିକିନା ଏଇ ଯୋଉ ଜେଲର ଟା ନିଜକୁ ଜୀବନରେ ମାରିବା ପାଇଁ ଚେଷ୍ଟା କରୁଛି। କାହିଁକି? ସବୁ ପଳେଇଲେ, ଯୋଉ ପଳେଇଲେ ବୋଲି କହିଲେ ମତେ ଧରିବେ, ସେଥିପାଇଁ ସେ ନିଜକୁ ମରିଗଲା ବେଳେ କହୁଛନ୍ତି, ତୁମେ କାହିଁକି ତୁମେ ନିଜକୁ ମାରୁଛ? କେହି ଯାଇନାହାନ୍ତି, ଆମେ ସବୁ ଅଛୁ। ସେତେବେଳେ ଏମାନଙ୍କୁ ଟିକେ ଭଲ ଲାଗିଲା, ଆଉ ଧୀରେ ଆସି ପଚାରୁଛନ୍ତି, ମହାଶୟ ମାନେ ପରିତ୍ରାଣ ପାଇବା ନିମନ୍ତେ ଆମକୁ କଣ କରିବାକୁ ପଡିବ ବୋଲି ପ୍ରଶ୍ନ ପଚାରୁଛନ୍ତି। ବୁଝନ୍ତୁ, ଯୋଉମାନେ ଆଙ୍କୁ ବାନ୍ଧିଥିଲେ ଏବେ ସେମାନେ ବାନ୍ଧିକିନା ନିଜେ ତାଙ୍କର ଗୋଳ ତଳେ, ଆଜ୍ଞା ସାର୍, ଆଜ୍ଞା ସାର୍, ଆଜ୍ଞା ଏବେ କହୁଛନ୍ତି। ଦେଖନ୍ତୁ, ବୁଝନ୍ତୁ, ଆମେ କଣ ଜେଲ ଘେରାଉ କଲେ ସାର୍ ସାର୍ ବୋଲି କହିବେ କି? ଆମକୁ ସେ ପ୍ରକାର ବର୍ଷିପ ଆମକୁ କରିବାର ଅଛି। ଏଇ ଯୋଉ ଖ୍ରୀଷ୍ଟିଆନ ରେଲି ଯାକ କରିବେ, ଜିନ୍ଦାବାଦ ଜିନ୍ଦାବାଦ, କି ଜିନ୍ଦାବାଦ କରୁଛ ତୁମେ? ଆଉ ତୁମେ ଆଣ୍ଠେଇବ ନାହିଁ, ପ୍ରାର୍ଥନା କରିବ ନାହିଁ, ତୁମେ ରାସ୍ତାରେ ଓହ୍ଲେଇଲେ କଣ ହେବ? ସେମିତି ନାହିଁ, ମାନେ କି ଆରାଧନା କରୁଛନ୍ତି। ସେଇ ସମୟରେ ସେଇ କାରାରକ୍ଷକ ଆସି ପଚାରୁଛନ୍ତି, ପରିତ୍ରାଣ ପାଇବା ନିମନ୍ତେ ମତେ କଣ କରିବାକୁ ପଡିବ? ସେତେବେଳେ କହୁଛନ୍ତି 31 ପଦରେ, ସେମାନେ କହିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କର। ହେଲା, କିଏ ବିଶ୍ୱାସ କର? ତୁମେ କର। ତା ପଛେ ଦେଖନ୍ତୁ ଯେ ପ୍ରତିଜ୍ଞା କଣ, ତାହା ହେଲେ ତୁମେ ବିଶ୍ୱାସ କଲେ ତୁମ ସପରିବାର ପରିତ୍ରାଣ ପାଇବ। ମୁଁ ଏ ବାକ୍ୟ ଆଜିକୁ ପାଖାପାଖି ଗୋଟେ 20 years ବ୍ୟାକରେ ମୁଁ ଶୁଣିଥିଲି, ଗୋଟେ କଟେଜ ପ୍ରେୟରେ ବସିଛି। ସେଇ ସମୟରେ ପ୍ରଭୁଙ୍କ ଦାସ ଜଣେ ପ୍ରଚାର କରୁଥିଲେ, ଆଉ ସେ କହିଲେ ଯେ ଜଣେ ବିଶ୍ୱାସ କଲେ ସପରିବାର ପରିତ୍ରାଣ ପାଇବେ। ମୁଁ କହିଲି, ପ୍ରଭୁ ମତେ ଏମିତି ବିଶ୍ୱାସ ଦରକାର। ଆଜି ସ୍ତ୍ରୀ 15 ବର୍ଷ ହେଲା ବିଶ୍ୱାସ କରୁଛନ୍ତି, ସ୍ୱାମୀକୁ ବଦଳେଇ ପାରୁନାହାନ୍ତି। ଆଜି ପୁଅ ଝିଅ ମାନେ 20 ବର୍ଷ ହେଲା ବିଶ୍ୱାସ କରୁଛନ୍ତି, ନିଜ ପରିବାର ଲୋକ ଚେଞ୍ଜ ହେଇପାରୁନାହାନ୍ତି। କୋଉ ପ୍ରକାର ବିଶ୍ୱାସ ସେଇଟା? ଆମକୁ ଏଇ ଜେଲର ବିଶ୍ୱାସ ଦରକାର। ଆମକୁ ଏମିତି ବିଶ୍ୱାସ ଦିଅ ପ୍ରଭୁ, ଯୋଉ ବିଶ୍ୱାସ ଦ୍ଵାରା ମୁଁ ଆକା କେବଳ ଉଦ୍ଧାର ପାଇବି ନାହିଁ, ମୋର ପରିବାର ମଧ୍ୟ ଉଦ୍ଧାର ପାଇବେ। ମୁଁ କହିଲି, ପ୍ରଭୁ ମତେ ଏମିତି ବିଶ୍ୱାସ ଦରକାର ତ। ଆଉ ମତେ ଗୋଟେ ପ୍ରମିସ ମିଳିଲା ବୋଲି କହିଲେ ମୁଁ ସେ ଉପରେ ଠିଆ ହେଇଯାଏ। ତା ଯୋଉ ପ୍ରାର୍ଥନା କଲି, ମତେ ଏଇ ପ୍ରକାର ବିଶ୍ୱାସ ଦିଅ, ଯୋଉ ବିଶ୍ୱାସ ଦ୍ଵାରା କି ମୋର ପରିବାର ପରିତ୍ରାଣ ପାଇବେ। ମୁଁ ଯେତେବେଳେ ପ୍ରଭୁରେ ଥିଲି, ସେତେବେଳେ ମୋର କୌଣସି ପରିବାର ଲୋକ ପ୍ରଭୁରେ ନଥିଲେ। ଆଜି ମୋ ପରିବାରର 90% ଲୋକ ପ୍ରଭୁରେ ଅଛନ୍ତି। ଏଇ ଗୋଟେ ପ୍ରତିଜ୍ଞା, ଏ ପ୍ରତିଜ୍ଞା ସତ୍ୟ, ବହୁମୂଲ୍ୟ ପ୍ରତିଜ୍ଞା ଏଇଟା ଅଟେ। ଆମକୁ କଣ ଯେ ମେଟେରିଆଲ ଥିଙ୍ଗର ପ୍ରତିଜ୍ଞା ଗୁଡିକ, ତୁମର ଚାଙ୍ଗୁଡି ଧନ୍ୟ ହେବ, ତୁମର ଡାଲା ଧନ୍ୟ ହେବ। ଆଜିକାଲି ଆମେ ଚାଙ୍ଗୁଡିରେ ରଖୁନୁ ତ, ଡାଲାରେ ରଖୁଛୁ କି? ଆମର ତ ଫ୍ରିଜରେ ରଖୁଛୁ। ତୁମ ଫ୍ରିଜ ଧନ୍ୟ ହେବ। ଫ୍ରିଜ କୁ ଗୋଟେ ନାଁ ଦେଇଛି ମୁଁ, ସ୍ୱାର୍ଥପର ମେସିନ ସେଟା। ହେଲା, ଫ୍ରିଜ ର ନାଁ ହେଲା ସ୍ୱାର୍ଥପର ମେସିନ। ଆଗରେ କଣ ରୋଷେଇ କରୁଥିଲୁ, ବଳିଗଲା ପରେ ପଡିଶା ଲୋକକୁ ଦଉଥିଲୁ ଆମେ। ଏବେ ନାଇଁ, କଣ କରାହବ? ସେ ସ୍ୱାର୍ଥପର ମେସିନରେ ରଖାଯିବ। ଆଉ